କ୍ରୋଧ ଆସିଲେ ମନ ସହିତ ଲଢ଼, ମଣିଷ ସହିତ ନୁହେଁ। ସମସ୍ୟା ଆସିଲେ ସମୟ ସହିତ ଲଢ଼, ନିଜ ସହ ନୁହେଁ। ରାଗ ତ ସମସ୍ତଙ୍କୁ ଆସିଥାଏ, କିନ୍ତୁ କେଉଁଠି ଏବଂ କେଉଁ ସମୟରେ ତାକୁ ବ୍ୟବହାର କରାଯାଏ ସେଇଟା କେବଳ ଏକ ବୁଦ୍ଧିମାନ ବ୍ୟକ୍ତି ହିଁ ଜାଣିଥାଏ। ମିଛ କହି କାହା ଆଗରେ ନିଜକୁ ଭଲ ବୋଲି ଦେଖେଇ ହେବାଠାରୁ ସତ କହି ଖରାପ ହୋଇଯିବା ହଜାରେ ଗୁଣରେ ଭଲ। ଅତି ସୁନ୍ଦର ପାଇଁ ସୀତା ହରଣ ହୋଇଥିଲେ, ଅତି ଗର୍ବ ପାଇଁ ରାବଣ ଧ୍ୱଂସ ହୋଇଥିଲେ, ଅତି ଦାନ ପାଇଁ ହରିଶ୍ଚନ୍ଦ୍ର ଭିକାରୀ ହୋଇଥିଲେ। ତେଣୁ ଜୀବନରେ ଅତି ଜିନିଷ ସର୍ବଦା କ୍ଷତିକାରକ ହୋଇଥାଏ। ଯେଉଁ ଲୋକ ସବୁବେଳେ ସତ କହିଥାଏ ଓ ସତକୁ ଭଲ ପାଏ, ଦୁନିଆରେ ସର୍ବାଧିକ ଘୃଣା ସେହି ଲୋକକୁ ହିଁ ମିଳିଥାଏ। ଟଙ୍କା ନଥିଲେ ସ୍ତ୍ରୀ ଛାଡ଼ିକି ଚାଲିଯାଏ, ପ୍ରେମ ନଥିଲେ ଛୁଆ ଛାଡ଼ିକି ଚାଲିଯାଏ, ଜାଗା ନଦେଲେ ଭାଇ ଛାଡ଼ିକି ଚାଲିଯାଏ, ସ୍ୱାର୍ଥ ସରିଗଲେ ସାଙ୍ଗ ଛାଡ଼ିକି ଚାଲିଯାଏ, କିନ୍ତୁ ନିଜର ବାପା ମା ଯେତେ ଦୁଃଖ କଷ୍ଟ ଆସିଲେ ବି କେବେ ହେଲେ ଛାଡ଼ିକି ଯିବେ ନାହିଁ। ମଣିଷ ସବୁବେଳେ ଜାତି ଖୋଜେ, କିନ୍ତୁ ରକ୍ତର ଜାତି ନାହିଁ, ଅର୍ଥର ଜାତି ନାହିଁ, ଖାଦ୍ୟର ବି ଜାତି ନାହିଁ, ଜଳର ଜାତି ନାହିଁ। ତାହେଲେ ଜାତି ହେଲା ଆପଣଙ୍କ ଦୁର୍ବଳ ମାନବିକତା ଆଉ ମାନସିକତା। ସବୁବେଳେ ମନେ ରଖନ୍ତୁ ଯେ ମନର ଯନ୍ତ୍ରଣା ଶରୀରର ଯନ୍ତ୍ରଣା ଠାରୁ ଅଧିକ କଷ୍ଟଦାୟକ। ସେଥିପାଇଁ କେବେ କାହାର ମନକୁ କଷ୍ଟ ଦିଅନ୍ତୁ ନାହିଁ। ନିଜ ମନୋବଳକୁ ଦୃଢ଼ କର, ନହେଲେ ଯେତେ ବଡ଼ ଶରୀର ଥିଲେ ମଧ୍ୟ ନିହାତି ଦୁର୍ବଳ ହୋଇଯିବ। ମଣିଷ ଶରୀରରୁ ନୁହେଁ, ବରଂ ନିଜ ମନୋବଳରୁ ଶକ୍ତ ହୋଇଥାଏ। ଯେମିତି ଔଷଧ ପକେଟରେ ନୁହେଁ, ଶରୀର ଭିତରକୁ ଗଲେ କାମ କରିଥାଏ, ଠିକ୍ ସେମିତି ଭଲ ବିଚାର ଫୋନ୍ ଭିତରେ ନୁହେଁ, ନିଜ ହୃଦୟ ଭିତରକୁ ଗଲେ ଜୀବନ ସଫଳ ହୋଇଥାଏ। ଏହା ସତ୍ୟ ଯେ ପର୍ଯ୍ୟନ୍ତ ଆପଣ ଲୋକଙ୍କ କାମରେ ଆସୁଥିବେ, ସେ ପର୍ଯ୍ୟନ୍ତ ଲୋକେ ଆପଣଙ୍କୁ ଚିହ୍ନିଥିବେ। କାହିଁକି ନା ସମସ୍ତେ ଜାଣିଛନ୍ତି ଦୀପ ଜଳିଲା ପରେ ଦିଆସିଲି କାଠିର ଅବସ୍ଥା କ'ଣ ହୋଇଥାଏ। ଯେମିତି ଲାଇଟ୍ର ଆବଶ୍ୟକତା ରାତି ସମୟରେ ଦରକାର ପଡ଼ିଥାଏ, ସେମିତି କିଛି ଲୋକ ଏମିତି ଥାନ୍ତି ଯେଉଁମାନେ କି ଆବଶ୍ୟକ ସମୟରେ ଆମକୁ ମନେ ପକାଇଥାନ୍ତି। ଜୀବନରେ କେବେ ହେଲେ କାହାରିକୁ ଦୋଷ ଦେବା ଉଚିତ ନୁହେଁ, କାରଣ ଭଲ ଲୋକମାନଙ୍କ ଠାରୁ ଆମକୁ ଖୁସି ମିଳିଥାଏ ଏବଂ ଖରାପ ଲୋକମାନଙ୍କ ଠାରୁ ଅଧିକ କିଛି ଶିଖିବାକୁ ମିଳିଥାଏ। ଜୀବନରେ ଆପଣଙ୍କୁ ଯାହା ବି କରିବାର ଅଛି ନା, ତାହା ଏକାକୀ କରନ୍ତୁ। କାହା ଉପରେ ନିର୍ଭର କରନ୍ତୁ ନାହିଁ। କାହିଁକି ନା ଆଜି ଯିଏ ଆପଣଙ୍କର ପରମ ମିତ୍ର, ହୁଏତ କାଲି ସେ ଆପଣଙ୍କର ପରମ ଶତ୍ରୁ ହୋଇଯାଇପାରେ। ଶାନ୍ତି ହେଉଛି ଦୁନିଆରେ ସବୁଠାରୁ ମହଙ୍ଗା ଜିନିଷ, ଯାହାକୁ ପାଇବାକୁ ହେଲେ ଅନେକ ଅଶାନ୍ତିର ସାମ୍ନା କରିବାକୁ ପଡ଼ିଥାଏ। କୌଣସି ଆଶା ବିନା ସର୍ବଦା ସମସ୍ତଙ୍କ ପାଇଁ ଭଲ କରିବାକୁ ଚେଷ୍ଟା କରନ୍ତୁ, କାରଣ କେହି ଜଣେ କହିଛନ୍ତି ଯେ ଯେଉଁମାନେ ଫୁଲ ବିକ୍ରୟ କରନ୍ତି ସେମାନଙ୍କ ହାତରେ ସୁଗନ୍ଧ ଆସେ। ଟଙ୍କା ପାଖରେ ଏମିତି ଏକ ଶକ୍ତି ଅଛି ଯଦ୍ୱାରା ସମୟ ଆସିଲେ ଆପଣ ଏ ଦୁନିଆ ଆଗରେ ଭଲ ହୋଇପାରନ୍ତି କିମ୍ବା ଖରାପ ମଧ୍ୟ ହୋଇପାରନ୍ତି। ସତରେ ଆଜିର ଦୁନିଆରେ ମଣିଷକୁ ଚିହ୍ନିବା ବହୁତ କଷ୍ଟ, କାରଣ ଆଜି ଯିଏ ତୁମ ଆଗରେ ତୁମର ପ୍ରଶଂସା କରୁଛି, କାଲି ସେ ପୁଣି ଆଉ କାହା ଆଗରେ ତୁମ ବିଷୟରେ ଖରାପ କଥା କହୁଛି। ଯାହା ସହଜରେ ମିଳେ ସେ ହେଲା ଧୋକା, ଯାହା କଷ୍ଟରେ ମିଳେ ସେ ହେଲା ଇଜ୍ଜତ, ଯାହା ହୃଦୟରୁ ମିଳେ ସେ ହେଲା ସ୍ନେହ, ଯାହା ଭାଗ୍ୟରୁ ମିଳେ ସେ ହେଲା ବନ୍ଧୁ। ଅହଙ୍କାର ଏମିତି ଏକ ବୃକ୍ଷ ଯେଉଁଥିରେ
କେବଳ ବିନାଶର ଫଳ ବ୍ୟତୀତ ଅନ୍ୟ କୌଣସି ଫଳ ଫଳି ନଥାଏ। ଜୀବନରେ ଯେତେବେଳେ ତୁମେ ଭାଙ୍ଗି ପଡ଼ିବ ନା, ସେତେବେଳେ ଟିକେ ନିଜ ବାପା ମାଙ୍କ କଥା ଭାବିବ। ଦେଖିବ ପୁଣି ଥରେ ତୁମ ମନୋବଳ ଦୃଢ଼ ହୋଇଯିବ। ନିଜ ମା ଏବଂ ସ୍ତ୍ରୀକୁ ସବୁବେଳେ ଗଭୀର ଇଜ୍ଜତ ଏବଂ ସମ୍ମାନ ଦିଅ, କାହିଁକି ନା ଜଣେ ତୁମକୁ ଦୁନିଆକୁ ଆଣିଛନ୍ତି, ଆଉ ଜଣେ ସାରା ଦୁନିଆ ଛାଡ଼ି ତୁମ ପାଖକୁ ଚାଲି ଆସିଛି। ସମ୍ପର୍କକୁ ଗୁରୁତ୍ୱ ଦେବାର ଅଛି ତ ସମୟ ଥାଉ ଥାଉ ଦିଅନ୍ତୁ, ନହେଲେ ପରେ ଶୁଖିଲା ଗଛକୁ ପାଣି ଦେଇ ସବୁଜ କରିବାର ଆଶାଟା ନା ବେକାର ହୋଇଯିବ। ନିଜ ରାଗକୁ ନିଜ ଆୟତ୍ତରେ ରଖ, କାହିଁକି ନା ତୁମର ଅଳ୍ପ ସମୟ ରାଗ ପାଇଁ ବହୁତ ଦିନର ସମ୍ପର୍କ ମଧ୍ୟ ଭାଙ୍ଗି ଯାଇପାରେ। ବିଧିର ବିଧାନରେ ଅଜବ ନିୟମ। ଯେଉଁଠି ଭୋକ ଅଛି ସେଇଠି ରୁଟିର ଅଭାବ, ଆଉ ଯେଉଁଠି ରୁଟି ଅଛି ସେଇଠି ଭୋକର ଅଭାବ। ଯଦି ସବୁ କିଛି ହଜେଇ ଆପଣଙ୍କ ଭିତରେ କିଛି କରିବାର ସାହସ ଅଛି, ତ ବୁଝିଯାଆନ୍ତୁ ଆପଣ କିଛି ବି ହଜେଇ ନାହାନ୍ତି। ପରିବର୍ତ୍ତନ ଏ ସଂସାରର ନିୟମ ଅଟେ। କାଲି ଯାହା ଆଉ କାହାର ଥିଲା, ଆଜି ତାହା ତୁମର ଅଟେ, ଆସନ୍ତାକାଲି ତାହା ଆଉ କାହାର ହେବ। ସମ୍ପର୍କ ତେଣିକି ଯେତେ ବି ଖରାପ ହେଉନା କାହିଁକି, ତାକୁ କେବେ ଭାଙ୍ଗନ୍ତୁ ନାହିଁ, କାହିଁକି ନା ପାଣି ଯେତେ ବି ଖରାପ ହେଉ, ଶୋଷ ମେଣ୍ଟେଇ ନ ପାରିଲେ ନିଆଁ ତ ଲିଭେଇ ଦେଇଥାଏ। ଯଦି କିଛି ପାଇବାର ଅଛି ତ ନିଜ ଉପରେ ଭରସା ରଖନ୍ତୁ, କାହିଁକି ନା ସାହାରା କେତେ ବି ସତ୍ୟ ଆଉ ଭଲ ହେଉନା କାହିଁକି, ସାଥୀ ଛାଡ଼ି ହିଁ ଦେଇଥାଏ। ଯେବେ ଆପଣ ଅନ୍ୟ ଲୋକଙ୍କ ପାଇଁ ଭଲ ଚାହାନ୍ତି, ତ ସେହି ଭଲ ପାଇବା ଆପଣଙ୍କ ଜୀବନରେ ଫେରି ଆସିଥାଏ। ଆଉ ଏହା ହିଁ ପ୍ରକୃତିର ନିୟମ ଅଟେ। ସବୁ ଲୋକଙ୍କ ଭିତରେ ନିଜର ଶକ୍ତି ଆଉ ଦୁର୍ବଳତା ରହିଥାଏ। ଯେମିତି ମାଛ ଜଙ୍ଗଲରେ ଦୌଡ଼ି ପାରେ ନାହିଁ, ଆଉ ସିଂହ ପାଣିରେ ରାଜା ହୋଇପାରେ ନାହିଁ। ଏଥିପାଇଁ ଗୁରୁତ୍ୱ ସମସ୍ତଙ୍କୁ ଦେବା ଉଚିତ। ଭଗବାନ କୃଷ୍ଣ କୁହନ୍ତି, କାହାକୁ କିଛି ଦେଇକି ଅହଙ୍କାର କର ନାହିଁ, କାହିଁକି ନା କିଏ ଜାଣିଛି ତୁମେ ଦେଉଛ ନା ପୂର୍ବ ଜନ୍ମର କରଜ ଏ ଜନ୍ମରେ ଶୁଝୁଛ। ପ୍ରତ୍ୟେକ ମୂଲ୍ୟବାନ ଜିନିଷକୁ ଉଠେଇବା ପାଇଁ ନଇଁବାକୁ ପଡ଼ିଥାଏ। ମା ଆଉ ବାପାଙ୍କ ଆଶୀର୍ବାଦ ଏମାନଙ୍କ ମଧ୍ୟରୁ ଏକ ଅଟେ। ଏ ଯୁଗଟା ହେଲା କଳି ଯୁଗ ବନ୍ଧୁ। ମୂର୍ଖ ବସିବେ ମଞ୍ଚ ଉପରେ, ଶିକ୍ଷିତ ମାରିବେ ତାଳି, ଆଉ ଲାଞ୍ଚୁଆ ମିଛୁଆ ସମ୍ମାନିତ ହେବେ, ସଚୋଟ ଖାଇବ ଗାଳି। ଅସୁବିଧାରେ ପଡ଼ିଲା ପରେ ଲୋକଙ୍କୁ ଗୃହ ଦୋଷ, ବାସ୍ତୁ ଦୋଷ, ପିତୃଦୋଷ, ଶନି ଦୋଷ ଇତ୍ୟାଦି ଦେଖାଯାଏ, କିନ୍ତୁ ନିଜ ଦୋଷ ଦେଖାଯାଏ ନାହିଁ। ଟଙ୍କା ଉଧାର ନେଲେ ସମ୍ପର୍କ ନଷ୍ଟ ହୁଏନି। ସମ୍ପର୍କ ତ ସେତେବେଳେ ନଷ୍ଟ ହୁଏ ଯେତେବେଳେ ଉଧାର ଦେଇଥିବା ଟଙ୍କା ମାଗିବାକୁ ପଡ଼େ। ସମୟ ପବନ ଠାରୁ ଅଧିକ ଦ୍ରୁତ ଗତିରେ ମନୁଷ୍ୟର ମନ ପରିବର୍ତ୍ତନ ହୋଇଥାଏ। ମନୁଷ୍ୟ ମନର କିଛି ବି ବିଶ୍ୱାସ ନଥାଏ କେତେବେଳେ କେଉଁ ରୂପ ଧାରଣ କରିବ। ଯେତେବେଳେ ଆପଣ ଏକା ଥାଆନ୍ତି, ନିଜ ମନକୁ ସଂଯମ କରନ୍ତୁ। ଯେତେବେଳେ ଆପଣ ଲୋକମାନଙ୍କ ସହ ଥାଆନ୍ତି, ନିଜ ଶବ୍ଦକୁ ସଂଯମ କରନ୍ତୁ। ଯେମିତି କର୍ମକୁ ସେମିତି ଫଳ ମିଳିଥାଏ, କାରଣ ନିଜର କ୍ଷଣିକ ସୁଖ ପାଇଁ ଅନ୍ୟକୁ ଧୋକା ଦେଉଥିବା ମଣିଷ ଏ ଦୁନିଆରେ ସବୁଠାରୁ ବଡ଼ ବିଶ୍ୱାସଘାତକ ବୋଲାଇଥାଏ। ଆଘାତ ନ ପାଇଲେ ନିଜର ଲୋକଙ୍କୁ ଚିହ୍ନି ହୁଏନା, ଆଉ ବିପଦରେ ନ ପଡ଼ିଲେ ପ୍ରକୃତ ବନ୍ଧୁ କିଏ ଚିହ୍ନି ହୁଏନା। ବନ୍ଧୁଗଣ, ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥାଏ, ତେବେ ଭିଡ଼ିଓଟି ଲାଇକ୍, ସେୟାର ଏବଂ କମେଣ୍ଟ କରନ୍ତୁ। ରହୁଛି। ଜୟ ଶ୍ରୀକୃଷ୍ଣ।